ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମେରଠର ଶତାବ୍ଦୀ ନଗରରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଔଷଧ ଓ ଚିକିତ୍ସା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଭାରତ ବ୍ରାଜିଲ ମଧ୍ୟରେ ବୁଝାମଣା। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ $30 ବିଲିୟନ ବୃଦ୍ଧି ଲକ୍ଷ୍ୟ। ଆକାଶବାଣୀର ମନ୍ କି ବାତ୍ରେ ଆଜି ପୂର୍ବାହ୍ନ 11টাରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଶୁଳ୍କ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶନାମାକୁ ନ୍ୟାୟାଳୟ ନିରସ୍ତ କରିବା ପରେ ବିଶ୍ୱ ଶୁଳ୍କ ହାରକୁ 15% ବୃଦ୍ଧି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ICC T20 ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ସୁପର 8 ଅଭିଯାନ ଆରମ୍ଭ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ମେରଠର ଶତାବ୍ଦୀ ନଗର ନମୋ ଭାରତ ଷ୍ଟେସନରେ ମେରଠ ମେଟ୍ରୋ ଏବଂ ନମୋ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ମେରଠ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ। ପରେ ଶ୍ରୀ ମୋଦି ମେରଠରେ ପ୍ରାୟ 12,930 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ମୋଦି 82 କିଲୋମିଟର ଦୀର୍ଘ ଦିଲ୍ଲୀ ମେରଠ ନମୋ ଭାରତ କରିଡରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଥମ ନମୋ ଭାରତ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀର ଅବଶିଷ୍ଟ ଅଂଶଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀର ସରାଇକାଲେ ଖାନ୍ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ 5 କିଲୋମିଟର ସେକ୍ସନ ଏବଂ ଉତ୍ତରପ୍ରଦେଶର ମେରଠ ଦକ୍ଷିଣ ଏବଂ ମୋଦିପୁରମ୍ ମଧ୍ୟରେ 21 କିଲୋମିଟର ସେକ୍ସନ ରହିଛି। ଘଣ୍ଟା ପ୍ରତି 180 କିଲୋମିଟର ଗତି ସହିତ ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ। ଏହା ସାହିବାବାଦ, ଗାଜିଆବାଦ, ମୋଦିନଗର ଏବଂ ମେରଠ ଭଳି ପ୍ରମୁଖ ସହରାଞ୍ଚଳଗୁଡ଼ିକୁ ଦ୍ରୁତ ଗତିରେ ଦିଲ୍ଲୀ ସହ ସଂଯୋଗ କରିବ। ଶ୍ରୀ ମୋଦି ମେରଠ ଦକ୍ଷିଣ ଏବଂ ମୋଦିପୁରମ୍ ମଧ୍ୟରେ ମେରଠ ମେଟ୍ରୋ ସେବାର ମଧ୍ୟ ଆଜି ଉଦ୍ଘାଟନ କରିବେ। 2030 ସୁଦ୍ଧା ଭାରତ ଏବଂ ବ୍ରାଜିଲ ଦ୍ୱିପାକ୍ଷିକ ବାଣିଜ୍ୟକୁ $30 ବିଲିୟନ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଉଭୟ ପକ୍ଷର ବାଣିଜ୍ୟିକ ସହଭାଗିତା ଲକ୍ଷ୍ୟ $20 ବିଲିୟନ ଥିଲା। ବୈଦେଶିକ ମନ୍ତ୍ରଣାଳୟ ସଚିବ ପି କୁମାରନ୍ କହିଛନ୍ତି, ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ କୁମାରନ୍ ଶ୍ରୀ ସିଲ୍ଭା ନୂତନ ଲକ୍ଷ୍ୟ ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଦୁଇ ଦେଶ ତୈଳ, ଗ୍ୟାସ୍ ଏବଂ ନବୀକରଣୀୟ ଶକ୍ତି, ବ୍ରାଜିଲର ଉପଗ୍ରହ ଉତ୍କ୍ଷେପଣ ଏବଂ ମିଳିତ ଉପଗ୍ରହ ନିର୍ମାଣ, ଜୈବ ଓ ସ୍ଥାୟୀ ବିମାନ ଇନ୍ଧନ, କୃଷି, ପଶୁପାଳନ ଏବଂ ସ୍ୱାସ୍ଥ୍ୟସେବା ଓ ଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହି ପଦକ୍ଷେପ ଭାରତ ବ୍ରାଜିଲ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଔଷଧ ଏବଂ ଚିକିତ୍ସା ଉତ୍ପାଦର ନିୟନ୍ତ୍ରଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ଏବଂ ବ୍ରାଜିଲ ଏକ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା, ନିୟାମକ ବ୍ୟବସ୍ଥାର ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିବା ଏବଂ ଚିକିତ୍ସା ଉତ୍ପାଦର ପ୍ରଭାବଶାଳୀ ଓ ସମନ୍ୱିତ ତଦାରଖକୁ ସହଜ କରିବା ପାଇଁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏବଂ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ମଧ୍ୟରେ ଏହି ବୁଝାମଣାପତ୍ର ଆଦାନ ପ୍ରଦାନ କରାଯାଇଛି। ବ୍ରାଜିଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଏବଂ ଅନ୍ୱିସାର ନିର୍ଦ୍ଦେଶକ ତଥା ସଭାପତି ଲିଆଣ୍ଡ୍ରୋ ସାଫ୍ଟଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏହି ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବୁଝାମଣାପତ୍ର ଆଦାନ ପ୍ରଦାନ ଭାରତ ଏବଂ ବ୍ରାଜିଲର ଲୋକମାନଙ୍କ ପାଇଁ ନିରାପଦ, ପ୍ରଭାବଶାଳୀ ଏବଂ ଗୁଣାତ୍ମକ ଔଷଧ ଓ ଚିକିତ୍ସା ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 131ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ।
ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8টাରେ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶୁଳ୍କ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶନାମାକୁ ଆମେରିକା ସୁପ୍ରିମକୋର୍ଟ ନିରସ୍ତ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଶୁଳ୍କକୁ 10%ରୁ 15%କୁ ବୃଦ୍ଧି କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ନିଷ୍ପତ୍ତିକୁ ଖାରଜ କରିବା ସହ ଏହା ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନର ଅପବ୍ୟବହାର ବୋଲି କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀ ଟ୍ରମ୍ପ 10% ନୂତନ ଶୁଳ୍କ ଘୋଷଣା କରିଥିଲେ। ସେ କହିଥିଲେ ପ୍ରମୁଖ ଜାତୀୟ ସୁରକ୍ଷା ଏବଂ ବାଣିଜ୍ୟ ସମ୍ବନ୍ଧୀୟ ଶୁଳ୍କ ବିନା ବାଧାରେ ଜାରି ରହିବ। ଛତିଶଗଡ଼ରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ ପରେ ନୂଆ ତାଲିକା ପ୍ରକାଶ ପାଇଛି। ସଂଶୋଧିତ ଭୋଟର ତାଲିକାରେ 1,87,30,914 ଜଣ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ରେ ଗତ ଅକ୍ଟୋବର ମାସ 27 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ 25 ଲକ୍ଷ ଭୋଟର ବାଦ ପଡ଼ିଛନ୍ତି। ଡ୍ରାଫ୍ଟ ତାଲିକା ପ୍ରକାଶ ପରେ ଆପତ୍ତି ଅଭିଯୋଗର ବିଚାର କରାଯାଇ ତାଲିକାରେ ପ୍ରାୟ 2,35,000 ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ତାଲିକାରୁ ବାଦ ପଡ଼ିଥିବା କିମ୍ବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବା ଭୋଟରମାନେ ନିର୍ଦ୍ଧାରିତ ଫର୍ମରେ ପୁଣି ଦରଖାସ୍ତ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ଏବଂ ପ୍ରଦର୍ଶନୀ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ ପାଇଁ ଏଆଇ ପରିଚାଳିତ ସମାଧାନର ଏକ ପ୍ରମୁଖ ମଞ୍ଚ ପାଲଟିଛି। ସମ୍ମିଳନୀରେ 500ରୁ ଅଧିକ ଏଆଇ ନେତା, 100ରୁ ଅଧିକ ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, 150 ଜଣ ଶିକ୍ଷାବିତ୍ ଏବଂ ଗବେଷକ ଓ 400ରୁ ଅଧିକ ମୁଖ୍ୟ ବୈଷୟିକ ଅଧିକାରୀ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ଏବଂ ପ୍ରଦର୍ଶନୀରେ 5 ଲକ୍ଷରୁ ଅଧିକ ପରିଦର୍ଶକ ସାମିଲ ହୋଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଅଧୀନରେ ଏଥିରେ ଯୋଗ ଦେଇଥିବା ଜଣେ ପ୍ରଦର୍ଶକ ଆକାଶବାଣୀ ସମ୍ବାଦ ବିଭାଗକୁ କହିଛନ୍ତି, ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ମୂଲ୍ୟବାନ ଶିକ୍ଷଣ ଏବଂ ନେଟୱାର୍କିଂ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଏଆଇକୁ ଉପଯୋଗ କରିବାରେ ଭାରତର ଅପାର ସମ୍ଭାବନା ରହିଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଗତକାଲି ନୂଆଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀ ଦ ଇଟର୍ନାଲ ଷ୍ଟେଟ୍ସମ୍ୟାନ୍ ନାମକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଏହି ପୁସ୍ତକ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ସେ କହିଛନ୍ତି, ଏହି ପ୍ରକାଶନ କେବଳ ଫଟୋଚିତ୍ରର ଏକ ସଂଗ୍ରହ ନୁହେଁ, ବରଂ ଭାରତର ଜଣେ ଉଚ୍ଚମାନର ନେତାଙ୍କ ସ୍ମୃତି, ଯାହାଙ୍କ ଜୀବନ ଏବଂ ଐତିହ୍ୟ ଦେଶକୁ ପ୍ରେରଣା ଦେଇ ଆସୁଛି। ଶ୍ରୀ ବାଜପେୟୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇ ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି, ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କୁ ଲୋକସଭା ସଦସ୍ୟ ଭାବରେ ସେବା କରିବାର ସୌଭାଗ୍ୟ ମିଳିଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି, ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଡୋଲଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଆଜିଠାରୁ ବାଣିଜ୍ୟିକ ସେବା ପ୍ରଦାନ କରିବ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶର୍ମା କହିଛନ୍ତି, ଟର୍ମିନାଲଟି ଉତ୍ତର ପୂର୍ବ ଅଞ୍ଚଳର ପ୍ରମୁଖ ପ୍ରବେଶ ଦ୍ୱାର ଭାବରେ ଆସାମର ବର୍ଦ୍ଧିତ ଭୂମିକାକୁ ପ୍ରତିଫଳିତ କରୁଛି। ସୂଚନା ଅନୁଯାୟୀ ନୂତନ ଟର୍ମିନାଲରେ ସମସ୍ତ ଆଧୁନିକ ସୁବିଧା ଓ ବ୍ୟବସ୍ଥା ରହିଛି। ବିମାନ ଯାତାୟାତ ବୃଦ୍ଧିକୁ ଦୃଷ୍ଟିରେ ରଖି ସମନ୍ୱିତ ଟର୍ମିନାଲ ଯାତ୍ରୀ ପରିଚାଳନା କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ସହ ସାମଗ୍ରିକ ପରିଚାଳନାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ବାଳକମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗର ତଦନ୍ତ କରିବା ଲାଗି ଝୁନ୍ସି ଥାନାର ଏସ୍ଏଚ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ସ୍ୱତନ୍ତ୍ର ବିଚାରପତି ବିନୋଦ କୁମାର ଚୌରାସିଆ ଆଶ୍ରମର ବିଦ୍ୟାମଠରେ ବାଳକମାନଙ୍କୁ ନିର୍ଯାତନା ଦିଆଯାଉଥିବା ସମ୍ପର୍କିତ ବୟାନ ରେକର୍ଡ କରିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆବେଦନକାରୀ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଏତଲା ଦାୟର ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଆଇସିସି ଟି20 କ୍ରିକେଟ ବିଶ୍ୱକପ୍ 2026ରେ ଭାରତ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର 8 ଅଭିଯାନ ଆରମ୍ଭ କରିବ। ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଭାରତ ସମସ୍ତ 4ଟି ମ୍ୟାଚ୍ ଜିତିବା ପରେ ଗ୍ରୁପ୍ ସ୍ତରରେ ଶୀର୍ଷରେ ରହିଥିଲା। ସୁପର 8 ପର୍ଯ୍ୟାୟରେ ପ୍ରଥମ ଗ୍ରୁପ୍ରେ ଭାରତ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ଥିବାବେଳେ ଦ୍ୱିତୀୟ ଗ୍ରୁପ୍ରେ ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ପ୍ରତ୍ୟେକ ଦଳ ନିଜ ଗ୍ରୁପ୍ ମଧ୍ୟରେ 3ଟି ମ୍ୟାଚ୍ ଖେଳିବେ ଏବଂ ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ 2ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ମେରଠର ଶତାବ୍ଦୀ ନଗରରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
ଔଷଧ ଓ ଚିକିତ୍ସା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଭାରତ ବ୍ରାଜିଲ ମଧ୍ୟରେ ବୁଝାମଣା। ଆକାଶବାଣୀର ମନ୍ କି ବାତ୍ରେ ଆଜି ପୂର୍ବାହ୍ନ 11টাରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ସୁପର 8 ଅଭିଯାନ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା।